ସାହସିକତାର ଯେଉଁ ଅମ୍ଳାନ ଛାପ ଛାଡ଼ିଗଲେ ତାହା ପିଢ଼ି ପିଢ଼ି ପାଇଁ ଅନୁକରଣୀୟ ହୋଇ ରହିଲା। ବିଦ୍ରୋହର ଅଗ୍ନି ଚାରିଆଡ଼କୁ ବ୍ୟାପିଗଲା। ଲୋକେ ଏକ ସ୍ୱରରେ ପ୍ରତିବାଦ ଆରମ୍ଭ କଲେ ଏହି ଅନ୍ୟାୟ ବିରୁଦ୍ଧରେ। ଅନୁଗୋଳ ସ୍ୱାଧୀନ ଭାରତର ସ୍ୱପ୍ନ ଦେଖିବା ଆରମ୍ଭ କଲା। ତାପରେ ପରେ ଆସିଲା ଆଉ ଏକ ସ୍ୱର, ମହାତ୍ମା ଗାନ୍ଧୀ, ଯାହାଙ୍କର କଥା ଲକ୍ଷ ଲୋକଙ୍କ ହୃଦୟକୁ ଆକୃଷ୍ଟ କଲା। ତାଙ୍କର ଆହ୍ୱାନ, କର ଅବା ମର, ଏହାକୁ ଅନୁଗୋଳ